ଗ୍ରୀଷ୍ମର ଉଷ୍ମ ପ୍ରବାହ ମଧ୍ୟରେ ଜମୁଛି ଅଙ୍ଗିକଳାରେ 24 ପ୍ରହର ନାମଯଜ୍ଞ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ଗ୍ରାମ ପଞ୍ଚାୟତର ଅଙ୍ଗିକଳା ଗ୍ରାମରେ ଚାଲିଛି ଅଖଣ୍ଡ 24 ପ୍ରହର ନାମଯଜ୍ଞ। ଗ୍ରୀଷ୍ମର ଅସହ୍ୟ ତାତି ଜନସାଧାରଣଙ୍କୁ ଅଥୟ କରିଦେଉଥିବା ବେଳେ 24 ପ୍ରହର ନାମଯଜ୍ଞର ମହାମନ୍ତ୍ର ହରିପ୍ରେମୀମାନଙ୍କୁ ଏକତ୍ରିତ କରିବାରେ ସଫଳ ହୋଇଛି। ଆଉ ନାମଯଜ୍ଞ ଦେଖିବା ପାଇଁ ଲୋକମାନେ ଗ୍ରୀଷ୍ମର ପ୍ରଖର ପ୍ରଭାବକୁ ଖାତିର କରୁନାହାନ୍ତି। ହରିନାମ ସର୍ବଶ୍ରେଷ୍ଠ ନାମ, ଯାହାକି ଏ ଯୁଗରେ ଏକ ମହାମନ୍ତ୍ର ବୋଲି କହିଥାନ୍ତି। ଏହି ମହାମନ୍ତ୍ର ଶ୍ରବଣ କଲେ ସତ ତାପରୁ ମୁକ୍ତି ମିଳିଥାଏ ବୋଲି ସମସ୍ତଙ୍କ ମନରେ ବିଶ୍ୱାସ ରହିଛି। ଯାହାଫଳରେ ହରିନାମ ଯେଉଁଠି ହେଉଥାଉ ନା କାହିଁକି ସେଠାରେ ଲୋକଗହଳି ରହିବେ ଏଥିରେ ସନ୍ଦେହ ନାହିଁ। ଆଜି ମଧ୍ୟ ଠିକ୍ ଏହି ଅଙ୍ଗିକଳା ଗ୍ରାମରେ 24 ପ୍ରହର ନାମଯଜ୍ଞ ଦେଖିବାକୁ ଲୋକମାନଙ୍କ ଗହଳି ଲାଗିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଧୁନିକତାର ଢଙ୍ଗରେ ପୋଷାକ ପରିଧାନ, ଆଧୁନିକ ଗୀତର ସ୍ୱରରେ ହରିନାମ ଗାନ ସତରେ ଯଜ୍ଞ ମଣ୍ଡପକୁ ଖୁବ୍ ଆକର୍ଷିତ କରିଛି। ଛୋଟ ଛୋଟ ଝିଅମାନଙ୍କ ଭାବପୂର୍ଣ୍ଣ ନୃତ୍ୟ ସହିତ ସୁମଧୁର ସ୍ୱରରେ ହରିନାମ ଗାନ ଦର୍ଶକମାନଙ୍କୁ ବାନ୍ଧି ରଖିଥାଏ। ଯଜ୍ଞ ମଣ୍ଡପର ଆଧ୍ୟାତ୍ମିକ କଳାରେ, ଉତ୍ସାହ ଓ ଉଦ୍ଦୀପନାରେ ଏକାଗ୍ର ଚିତ୍ତରେ ଦର୍ଶକ ଏକ ଲୟରେ ନୃତ୍ୟ ମଣ୍ଡପକୁ ଚାହିଁ ହରିନାମ ଉପଭୋଗ କରୁଥିବା ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଜନଗହଳିରେ ପରିପୂର୍ଣ୍ଣ ହୋଇଉଠିଛି ଅଙ୍ଗିକଳା ଗାଁ ମାଟି। ଅସହ୍ୟ ତାତିରେ ଶୂନଶାନ ରହିଥିବା ଗାଁ ଦାଣ୍ଡ ଆଜି ଚଳଚଞ୍ଚଳ ହୋଇଉଠିଛି ଅଙ୍ଗିକଳା। ହରିନାମ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ଚତୁର୍ଦ୍ଦିଗ। ଶାନ୍ତିର ବାତାବରଣ ସାଙ୍ଗକୁ ଭକ୍ତି ଓ ଭାବନାରେ ମଜି ରହିଥିବା ଦର୍ଶକ ଗହଳି ଆଜି ଭିନ୍ନ ଏକ ରୂପରେଖ ସୃଷ୍ଟି କରିପାରିଛି। ଆଖପାଖ ଗାଁ ଲୋକମାନଙ୍କୁ ଏକତ୍ରିତ କରି ଗୋଟିଏ ସ୍ଥାନରେ ରୁଣ୍ଡୀଭୂତ କରି ଏକ ଭକ୍ତିର ଡୋରିରେ ବାନ୍ଧି ରଖିପାରିଛି। ଗ୍ରୀଷ୍ମ ପ୍ରବାହର ଗରମ ତାତିକୁ ଖାତିର ନ କରି ଲୋକମାନେ ଛୁଟି ଆସୁଛନ୍ତି ଯଜ୍ଞ ମଣ୍ଡପକୁ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।